ଭଲ ହବ, ସୁନ୍ଦର ହବ। ଭକ୍ତ ଦାସକୁ ଧନ୍ୟବାଦ। ବୁଲି ବୁଲିକି ସେ ସଂଗଠନ ସୁଦୃଢ଼ କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆମର ରାଜୀବ ପଟ୍ଟନାୟକ ଦେଇଛି ଚମତ୍କାର। ଭୁବନେଶ୍ୱର ଜିଲ୍ଲା ଦେଇଛନ୍ତି ଆମର ପ୍ରକାଶ ଜେନା ବଢିଆ। କାଲି ଆମର ଏଡିଏମଏସ୍ ଘରେ କରୁଥିଲୁ। ଗାନ୍ଧୀ ଯୋଜନାକୁ ବାତିଲ କରି ରାମ ଯୋଜନା କରିବେ ବୋଲି ଯୋଉ ଯୋଜନା ବାତିଲ କରିବା ପାଇଁ ଦାବି ଉଠାଇଛୁ। ଆମର ପଞ୍ଚାୟତ ସମିତିରୁ ଚାରିଆଡେ ବୁଲି ବୁଲି ସଂଗଠନ ଚାଲିଛି। ପ୍ରତି ୱାର୍ଡରେ ଆମେ ଜଟଣୀ ନିର୍ବାଚନ ମଣ୍ଡଳୀ ବ୍ଲକରେ କୋଉଠି କିଏ ସରପଞ୍ଚ ହବ, ସମିତି ମେମ୍ବର, ଜିଲ୍ଲା ପରିଷଦ ହେବେ, ଭୁବନେଶ୍ୱର ବ୍ଲକ ଜଟଣୀ ନିର୍ବାଚନ ମଣ୍ଡଳୀ ସଂଗଠନ ସୁଦୃଢ଼ କରିସାରିଲୁଣି। ଯେତେବେଳେ ମ୍ୟୁନିସିପାଲିଟି ଭୋଟ ହବ, ଖୋର୍ଦ୍ଧା ମ୍ୟୁନିସିପାଲିଟି, ଜଟଣୀ ମ୍ୟୁନିସିପାଲିଟି, ଭୁବନେଶ୍ୱର ମ୍ୟୁନିସିପାଲିଟି, ଆମର ବାଣପୁର ଏନ୍ଏସସି ଜିତେଇବୁ ଆମେ। ବଢିଆ ହବ। କଟକ ଭଲ ହେଲା। କିମି ଏଠି କାମ ଦେବେ। ଯୋଉ ଦଳ କଂଗ୍ରେସ ଦଳ 140 ବର୍ଷର ଦଳ, ଯୋଉ ଦଳ ସ୍ୱାଧୀନତା ଆଣିଛି, ଯୋଉ ଦଳ ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ସୁଦୃଢ଼, ତାକୁ କିଏ ମୁକିମି, କିଏ ଆଉ କୋଉ ଦଳ, ସେ ବିଜେଡି ଆସୁ, ବିଜେପି ଆସୁ, ମୁକିମି ଆସୁ, ଆଉ କିଏ ଆସୁ। ଏଥର ରାହୁଲ ଗାନ୍ଧୀ ଯୋଉ ଅନୁସାରେ ଲୋକସଭାରେ ଦେଖୁଛନ୍ତି, ଏମପି ଭଉଣୀ ମାନଙ୍କୁ ଧନ୍ୟବାଦ। ମୋଷ୍ଟ କରାପ୍ଟ ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି କୁହାଇଦେଲେନି ଏବଂ 2 ଦିନ ହେଲାଣି କରପ୍ସନ ଉପରେ ତର୍ଜମା କରି ଲୋକସଭା ବନ୍ଦ। ତେଣୁ ମୁଁ ରାହୁଲ ଗାନ୍ଧୀ ଧନ୍ୟବାଦ ଦଉଛି। ତା ନେତୃତ୍ୱରେ କମିଂ ଇଲେକ୍ସନ କଂଗ୍ରେସ ସରକାର କରିବ। ରାହୁଲ ଗାନ୍ଧୀ ପ୍ରାଇମ ମିନିଷ୍ଟର। ଭକ୍ତ ଦାସକୁ ଧନ୍ୟବାଦ ଦଉଛି। ସଂଗଠନ ସେ ସୁଦୃଢ଼ କରୁଛନ୍ତି। ଚାରିଆଡେ ବୁଲି ତାଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ଆସିବ ଏବଂ ଭକ୍ତ ଦାସ ମୁଖ୍ୟମନ୍ତ୍ରୀ ହେବେ।